ବାଦାମ ପାହାଡ଼ରୁ ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ରାଇରଙ୍ଗପୁର। ଶ୍ରୀଜଗନ୍ନାଥ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ବାଦାମ ପାହାଡ଼ ରାଇରଙ୍ଗପୁର ଭାୟା ଟାଟା ନଗର ଭୁବନେଶ୍ୱର ପୁରୀ ଏକ୍ସପ୍ରେସ୍ ଆସନ୍ତା 2 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ଅବସରରେ ଦେଶର ସର୍ବୋଚ୍ଚ ନାଗରିକ ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେଇ ରଥଯାତ୍ରାରେ ଭାଗ ନେବେ। ଏନେଇ ଆସନ୍ତା ଜୁଲାଇ ମାସ 6 ତାରିଖରୁ 9 ତାରିଖ ଯାଏଁ ଦିନ ଧାର୍ଯ୍ୟ କରାଯାଇଛି। ରଥଯାତ୍ରା ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର ସମୟ ନିର୍ଘଣ୍ଟ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ପୁରୀ ରଥଯାତ୍ରା ପାଳନ ବେଳେ ପ୍ରବଳ ଜନସମାଗମ ନେଇ ରେଳ ବିଭାଗ ପକ୍ଷରୁ ବିଭିନ୍ନ ରେଳ ଲାଇନରେ ପୁରୀକୁ ବହୁ ଟ୍ରେନ୍ ଚଳାଚଳ ନେଇ ତତ୍ପର ଦେଖାଦେଇଛି। ଏଥିରେ ବାଦାମ ପାହାଡ଼ଠାରୁ ପୁରୀ ଯିବାକୁ ଥିବା ଟ୍ରେନ୍ଟି ରାଇରଙ୍ଗପୁର ଟାଟା ଘାଟଶାଳା ଭଦ୍ରକ ଭାଇ ଦେଇ ଯିବାକୁ ଥିବା ବେଳେ ବାଦାମ ପାହାଡ଼ ରାଇରଙ୍ଗପୁର ବହଳଦା ରୋଡ୍ ଓ ଟାଟା ସଜ୍ଜନରେ ଅଟକିବ ବୋଲି ରେଳ ବିଭାଗର ସୂଚନା ଦେଇଛନ୍ତି। ଦୀର୍ଘ ଦିନର ଦାବି ସାକାର ହେବାକୁ ଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି